ଲାଇନ୍‌ରୁ ପାର୍ସଲ୍ ଆସିଥିଲା ଏଇଆ ଭାବିକି ଖୁସି ହେଉଥିଲି, କିନ୍ତୁ ଇଆଡ଼େ ମଉସା ମୋତେ ଫ୍ରାଏଡ୍ ରାଇସ୍ ନ ଦେଇକି ପଳେଇଗଲେ। ଶେଷରେ ମୋତେ ଏଇ ଚିପ୍ସ ଆଣିବାକୁ ପଡ଼ିଲା। ତ ହେବ କିଛି, ଆଜିର କଥା କିଛି ଏମିତି କି 4ଟା ବେଳେ ଡ୍ୟୁଟିରେ ଥିଲାବେଳେ ମୋତେ କଲ୍ ଆସିଲା କି ଭାଇ ତୁମର ପାର୍ସଲ୍ ଆସିଛି। ମୁଁ ପାର୍ସଲ୍ ଧରିକି ଆସିଲି। ତାପରେ ରୁମ୍‌ରେ ରଖିଥିଲି, ଆଗ ଖାଇବା ତାପରେ ଯାଇକି ଦେଖିବା। 20 ଟଙ୍କା ଧରିକି ମୁଁ ଚାଲିଛି ମାର୍କେଟ୍ ଆଡ଼େ। ମାର୍କେଟରେ ବୁଲି ସାରିଲା ପରେ ଅଧଘଣ୍ଟେ କାନ୍ତରେ ବୁଲିଛି। ମଉସା ଆମର ଆଜି ଆସିନାହାନ୍ତି। 4ଟା ହେଲାଣି କେହି ପର୍ଯ୍ୟନ୍ତ ଆସିନାହାନ୍ତି ଫୁଡ଼୍ ବାଲା। ମନକୁ ଦୁଃଖ କରିକି ଶେଷରେ ଚିପ୍ସ 2ଟା ଆଉ ରୁମ୍‌ରେ ଆସିକି ବସିଲି କିଛି ସମୟ। ବସିକି ତ ଭାଇ ଖାଇବାରେ ଲାଗି ପଡ଼ିଲେ ସିଧା। ଦେଖିବା ତ ନସିବରେ ତ ନାହିଁ ଆଜି, କ'ଣ କରିବା। ତାପରେ ଇଏ ଶଳାଟା ଟାଣ ପ୍ରବଳ ଅଛି, କିନ୍ତୁ ଯାହା ତାପରେ କୁରକୁରି ଗୋଟେ ଖାଇଦେଲି। ଖାଇସାରିଲା ପରେ ତାପରେ ମୁଁ ପଳେଇ ଆସିଲି ପ୍ୟାଣ୍ଟକୁ ପିନ୍ଧିବା ପାଇଁ, ମାନେ ହେଉଛି ନା ନାହିଁ କହିକି ଦେଖିବା ପାଇଁ ପଳେଇ ଆସିଲି। ଇଏ ଗୋଟେ ପ୍ୟାଣ୍ଟ, ୟା ଭିତରେ ଆହୁରି ଗୋଟେ ଅଛି ବି। ଇ ଶଳା 2ଟା ପ୍ୟାଣ୍ଟ ଆଉ ବଢ଼ିଆ, ଗୋଟେ କାଳା ଆଉ ଗୋଟେ ଧଳା। ଏଇଠି ତ ପିନ୍ଧିବାକୁ କେମିତି ଲାଗୁଛି ଦେଖିବା, ଗଳୁଛି ନା ନାହିଁ। ଗୋଟେ ଇଣ୍ଡିଆରେ ଆଉ ଗୋଟେ ପାକିସ୍ତାନରେ। ଗଳି ସାରିଲା ପରେ ଭାଇ ପ୍ୟାଣ୍ଟ ତ କୁହନି, ଜବରଦସ୍ତ ପ୍ୟାଣ୍ଟ ହେଇଥିଲା।